ଭାତ ସାଙ୍ଗରେ ଓଉ ଖଟା ଟିକେ ମିଳିଗଲେ ସେଦିନ ଆମେ ଡବଲ ଭାତ ଖାଇଥାଉ। ତା ଛଡ଼ା ସବୁ ଖଟାଠାରୁ ଓଉ ଖଟା ଟିକେ ନିଆରା। କାହିଁକି ନା ଓଉ ଗୋଟେ ସିଜିନ୍ ପରିବା। ପ୍ରାୟତଃ ଆଷାଢ଼ ଶ୍ରାବଣ ମାସରେ ଆମକୁ କଷି ଓଉ ମିଳିଥାଏ। ମୁଁ ଆଜି କଷି ଓଉରେ ଆପଣମାନଙ୍କୁ ଗୋଟେ ବଢ଼ିଆ ରେସିପିଟି ଶିଖେଇବି। ଆଶା କରୁଛି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଷ୍ଟାର୍ଟ କରିବା ପୂର୍ବରୁ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ମଧ୍ୟ କରିବେ। ଚାଲନ୍ତୁ ଏବେ ଆମେ ରେସିପିଟି ଷ୍ଟାର୍ଟ କରିବା। ଆପଣମାନଙ୍କୁ ସରିତା ଓଡ଼ିଆ କିଚେନକୁ ଅନେକ ଅନେକ ସ୍ୱାଗତ। ଓଉ ଖଟା କରିବା ପାଇଁ ମୁଁ ଏଠି 2ଟି ଫ୍ରେଶ୍ ଓଉ ନେଇଛି। ଆପଣ ଚାହିଁଲେ କ୍ୱାଣ୍ଟିଟି କମ୍ ବେଶୀ କରିପାରିବେ। ଏବେ ଆମେ ଓଉକୁ ପନିକି ସାହାଯ୍ୟରେ ପାଖୁଡ଼ା ପାଖୁଡ଼ା କରି କାଟି ନେବା। ଛୁରୀରେ ଭଲ ଭାବରେ କାଟି ହେବନି, ସେଥିପାଇଁ ମୁଁ ଗୋଟେ ପନିକି ସାହାଯ୍ୟରେ ଏଇଭଳି ଓଉକୁ ପାଖୁଡ଼ା ପାଖୁଡ଼ା କରି କାଟି ନେଇଛି। ତାପରେ ମୁଁ ଏ ସବୁ ଓଉକୁ ଚୋପା ଛଡ଼େଇ ଏଇଭଳି ଛୋଟ ଛୋଟ କରି କାଟି ନେଉଛି। ମୁଁ ଏଠି କେମିତି କାଟିଛି ଦେଖନ୍ତୁ। ଆପଣମାନେ ଓଉ ଖଟା କଲେ ଏଇଭଳି କାଟି ନେବେ। ଓଉ ଯେହେତୁ ଟିକେ ଛୋଟ ଅଛି ସେଥିପାଇଁ ଟିକେ କଷା ଲାଗିବ। ସେଥିପାଇଁ ଆମେ କ'ଣ କରିବା ନା ଗୋଟେ କଡ଼େଇରେ କିଛି ପାଣି ନେବା, ସେଥିରେ କିଛି ଲୁଣ ହଳଦୀ ଦେଇ ଅଳ୍ପ ସମୟ ସିଝେଇ ନେବା। ମୁଁ ଏଠି ଓଉକୁ ସିଝେଇ ନେଉଛି। ଏବେ ଆମେ ତାର ମସଲା ରେଡ଼ି କରିବା। ଓଉ ବେସର କରିବା ପାଇଁ ମୁଁ 2 ଚାମଚ କଳା ସୋରିଷ, 2ଟି ଶୁଖିଲା ନାଲି ଲଙ୍କା, 1 ଚାମଚ ଜିରା, 1 ମିଡ଼ିୟମ ରସୁଣ ନେଇଛି। ତାକୁ ଏବେ ଆମେ ଗ୍ରାଇଣ୍ଡିଙ୍ଗ କରିନେବା। ମୁଁ ଏଠି ମସଲା ବାଟି ନେଇଛି। ଓଉ ବେସର କରିବା ପାଇଁ ମସଲା ଟିକେ ପ୍ଲେନ୍ କରି ବାଟି ନେବେ। ଏବେ ଆମର ଓଉ ଭଲ ଭାବରେ ସିଝିଗଲାଣି। ଦେଖନ୍ତୁ ମୁଁ ହାତରେ ଚିପିକି ଦେଖଉଛି। ଏଇଭଳି ଭାବେ ଓଉ ସିଝିଗଲେ ଆକୁ ଛାଣି ନେବେ। ମୁଁ ଏଠି ସବୁତକ ଓଉ ଛାଣି ନେଉଛି। ଓଉର ପାଣିକୁ ବିଲକୁଲ ବ୍ୟବହାର କରିବେନି, କାହିଁକି ନା କଷା ଲାଗିବ। ଏଠି ମୁଁ ଗୋଟେ କଡ଼େଇ ଗରମ କରି ନେଇଛି। କଡ଼େଇ ଏବେ ଆମର ଗରମ ହୋଇଗଲାଣି। ସେଥିରେ ଦେବା କିଛି ସୋରିଷ ତେଲ। ସୋରିଷ ତେଲ ଗରମ ହେଲା ପରେ ଏଥିରେ ଦେବା କିଛି ପଞ୍ଚ ଫୁଟଣ। ଫୁଟଣ ଗୁଡ଼ିକ ଭଲ ଭାବରେ ଫୁଟି ସାରିବା ପରେ ମୁଁ ଏଠି ପୂର୍ବରୁ ଓଉ ଛାଣିକି ରଖିଥିଲି ତାକୁ ମଧ୍ୟ ପକାଉଛି। ଓଉ ପକାଇ ସାରିଲା ପରେ ସେଥିରେ ଦେବା କିଛି ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ। ସେସବୁକୁ ଭଲ ଭାବରେ ଗୋଳାଇ କିଛି ସମୟ ଭାଜି ନେବା। ଏବେ ଓଉ ଆମର ଭଲ ଭାବରେ ଭାଜି ହୋଇଗଲାଣି। ତାପରେ ମୁଁ ମସଲା ବାଟି ରଖିଥିଲି ତାକୁ ମଧ୍ୟ ଦେଉଛି। ତାପରେ ଅଳ୍ପ ପାଣି ଦେଇ ଭଲ ଭାବରେ ଗୋଳାଇ ନେବା। ଏବେ ଆମେ ଦେବା ଚିନି। ମୁଁ ଏଠି କିଛି ଚିନି ନେଉଛି। ଆପଣ ଚାହିଁଲେ ଗୁଡ଼ ମଧ୍ୟ ବ୍ୟବହାର କରିପାରିବେ। ଚିନି ଦେଇ ଭଲ ଭାବରେ ଗୋଳାଇ ନେବା। କିଛି ସମୟ ପାଇଁ ଆକୁ ସିଝିବା ପାଇଁ ଛାଡ଼ିଦେବା। ଏବେ ଆମର ଓଉ ଗୁଡ଼ିକ ଭଲ ଭାବରେ ସିଝିଗଲାଣି। ଓଉର ବାସ୍ନା ବଢ଼ିଆ ହେଉଛି। ଏବେ ଏଥିରେ କଲର୍ ପାଇଁ ଅଳ୍ପ ଟିକେ ଫୁଡ୍ କଲର୍ ନେଉଛି। ଆପଣ ଚାହିଁଲେ ସ୍କିପ୍ କରିପାରିବେ। ଦେଖନ୍ତୁ ଓଉ ବେସରର କଲର୍ କେତେ ସୁନ୍ଦର ଦେଖାଯାଉଛି। ଆମେ ଏଥିରେ ଦେବା ଏବେ ଭଜା ହୋଇଥିବା ଜିରା ଲଙ୍କା ଗୁଣ୍ଡ। ମୁଁ ଅଳ୍ପ ଏଠି ଜିରା ଲଙ୍କା ଗୁଣ୍ଡ ଦେଉଛି। ଜିରା ଲଙ୍କା ଗୁଣ୍ଡ ଦେଇ ଭଲ ଭାବରେ ଗୋଳେଇ ନେଉଛି। ଏବେ ଆମର ଓଉ ବେସର ଖାଇବା ପାଇଁ ରେଡ଼ି ହୋଇଯାଇଛି। ଓଉ ବେସର କେମିତି ହୋଇଛି ଥରେ ଟ୍ରାଏ କରନ୍ତୁ, ଆଉ ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଏବେ ମୁଁ ରହୁଛି। ପୁଣି ଦେଖା ହେବା ଗୋଟେ ନୂଆ ରେସିପି ସହିତ। ଜୟ ମାତାରିଣୀ।